কংগ্রেস দল তরফରୁ এবং ছাত্র কংগ্রেস তরফରୁ বিভিন্ন গণମାଧ୍ୟମରେ ଆମେ କହିଛୁ ଯେ ଅଣଛାତ୍ରମାନେ ସେଠି ରହୁଛନ୍ତି କର୍ତ୍ତୃପକ୍ଷ ଏବଂ ଶାସକ ଦଳର ଇନଫ୍ଲୁଏନ୍ସରେ ଅଣଛାତ୍ର ମୁକ୍ତ ବାଣିବାର ହେବା ଦରକାର କେବଳ ବୋନାଫାଏଡ୍ ଷ୍ଟୁଡେଣ୍ଟ ମାନଙ୍କର କ୍ୟାମ୍ପସ୍ ସେମାନେ ସେଠି 2 ବର୍ଷ ସେଫ୍ଟି ରହିବା ଦରକାର କିନ୍ତୁ ଦୁଃଖର ବିଷୟ ସେମାନେ ତାକୁ ହଟେଇ ପାରୁନଥିଲେ ଆମେ ଦାବି କରିବା ଦ୍ୱାରା ସେ ଆଜି ସଚେତନ ଯେ ଅଣଛାତ୍ର ଖାଲି ଅଣଛାତ୍ର ନୁହଁ ବାଣିବାର କ୍ୟାମ୍ପସରେ ବହୁତ ବସ୍ତି ବାସିନ୍ଦା ରହୁଛନ୍ତି ଚୋରି କରୁଛନ୍ତି ଡକାୟତି କରୁଛନ୍ତି ତାକୁ ମଧ୍ୟ ହଟାଇବାର ଆବଶ୍ୟକତା ଅଛି ଆମେ ଏଇ ଯେଉଁ ପଦକ୍ଷେପକୁ ସ୍ୱାଗତ କରୁଛୁ ଆମେ ବି କହିଥିଲୁ ଯଦି ଆମ ପିଲା କିଏ ଯଦି ଅଣଛାତ୍ର ହିସାବରେ ମାଡ଼ି ବସୁଛନ୍ତି ତାପରେ ମଧ୍ୟ ଆକ୍ସନ୍ ହେଉ କଂଗ୍ରେସ ସବୁବେଳେ ଛାତ୍ରଙ୍କ ସାଙ୍ଗରେ ରହିଛି ଅଣଛାତ୍ରକୁ ବିରୋଧ କରେ ଖାଲି ଅଣଛାତ୍ର ୟା ପରେ ମଧ୍ୟ ଆମେ ଦାବି କରିବୁ ଏବଂ ରାଜରାସ୍ତା ଗଲେ ସେଠି ବସ୍ତି ବିଚ୍ଛେଦ କରାଯାଉ ଶାସନ ତାଙ୍କର ଅଛି 16 ମାସ ହେଲା ସେମାନେ ସରକାର ରହିଲେଣି ଯାହାକୁ ବସେଇଛନ୍ତି କ୍ରାଇଟେରିଆ ନଥାଇ ମଧ୍ୟ ଭାଇସ୍ ଚାନ୍ସେଲରକୁ ଦେଇଛନ୍ତି ଦାୟିତ୍ୱ ସେମାନେ ଜାଣିପାରନ୍ତି କିଏ ଛାତ୍ର କିଏ ଅଣଛାତ୍ର ପ୍ରହସନ କରୁଛନ୍ତି ତାଙ୍କ ଗ୍ରୁପିଜିମ୍ एबीपी এবং ଆଉ ଗୋଟେ ଗୋଷ୍ଠୀ ବାଡ଼ାବାଡ଼ିରେ ଆଜି ପ୍ରଭାବ ହେଇଛି ତେଣୁ ଯେହେତୁ କଂଗ୍ରେସ ତାର ମାଇଲେଜ ନ ବୋଲି ଦେଖିଲେ ସେଥିପାଇଁ ତଳବଳ ଭାବେ କଂଗ୍ରେସର ଭୋଟ ବ୍ୟାଙ୍କ କମାଇବା ପାଇଁ ଏହି ଷ୍ଟେପ୍ ନେଇଛନ୍ତି। ଦିନଲିପି ଲାଇଭ୍ କୁ ଏବେ ହିଁ ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ।